श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। हे माँ सरस्वती तमें कंठरे बस, माँ कंठरे बस। अति बड़ी जगन्नाथ दास रचित श्रीमद् भागवत महापुराण चतुर्थ स्कंधर आज आम द्वितीय अध्याय श्रवण करिबा। एही अध्याय रे भगवान शिव और दक्ष प्रजापति मध्य मनमालिन्य कथा वर्णना करा जायछि। एहार प्रथम भाग रे पद्यांतरी एवं द्वितीय भाग रे एहार व्याख्या श्रवण करिबा। धारावाहिक भाव में शुणा चैनल टी को सब्सक्राइब करंतु एवं फॉलो करंतु। यूट्यूब रे एहार प्रथम स्कंध प्रथम अध्याय धारावाहिक भाव में शुणा शास्त्र ज्ञान ओडिया रे लिखंतु 6918 लेखि यूट्यूब रे सर्च करंतु। आसीगले ताको सब्सक्राइब करंतु एवं प्रथम स्कंध प्रथम अध्याय क्रमान्वय शुणी आसतु। फल आपण भागवत महापुराणर समस्त अध्याय श्रवण करने सक्षम हो पारे। तेबे आसंतु आरंभ करिबा श्रीमद् भागवत महापुराण चतुर्थ स्कंध द्वितीय अध्याय। शिवंक तुले दक्षवाद द्वितीय अध्याय संवाद। विदुर उवाच जे शिव साधुंकर श्रेष्ठ ता संगे दक्ष कलाहट। दुहिता बछल स्वभावे सती को देई अछि भवे। किंपाओ नीति आचरिला सती को अनादर कला। सचरा चर गुरुहर जे आत्मा राम जोगेश्वर। शांत विग्रह निर्विकार अद्भुत महिमा जहार। समश्रु हुद सुध चित जगत बंधु विश्वनाथ। तांकु बज्ञा किंपा कला केबाता हाकु शिक्षा देला। श्वशुर जामा तार स्नेह किंपा भांगिला एहा कह। शिवंकु अनादर कला से दुखे सती प्राण देला। ए बाणी शुणी मोर मन चंचल भावे छन छन। भमुनि कर अनुग्रह कह ए नरहु संदेह। मैत्रेय उवाच शुणबि दूर शास्त्र जोगे पूर्वे से विश्व स्रष्टा जगे। यज्ञ आरंभ आचरणे मिलिले सर्वदेवगणे। अशेष मुनिंकर मेले मिलिले 10 दिगपाले। यक्ष की नर नागकूले मिलिले पितृजे अनले। ऋषि देवता गण आदि जेणे से यज्ञ कुसंपादी। एमंते सुर गण जेते मिलिले ब्रह्मांक अग्रति। सुर की नर ब्रह्म मुनि दक्ष को सर्वे संगे घेनी। से दक्ष निज ब्रह्म तेजे सुंदरे त्रिभुवन गंजे। आदित्य प्राय देह कांति मणिक कण झटकंती। ब्रह्मार सभा मध्य जेते थिले जे तिमिर आयति। दक्षर तेजे तम गला से सभा निर्मल दिशिला। सभार जने दक्ष देखी उठिले आसन उपेखी। मध्य जे ब्रह्मा शिव थिले दक्ष को देखी न उठिले। से सभा मध्य मुनि जेते सानंद भावे शुद्ध चिते। अंजलि करी निज माथे रोमांच अश्रु जल नेत्रे। दक्ष को साधु साधु वाणी
ଭାବେ କହନ୍ତି ପୁଣି ପୁଣି ସେ ଦକ୍ଷ ସଭା ମଧ୍ୟେ ଗଲା ବ୍ରହ୍ମାଚରଣେ ପ୍ରଣମିଲା ସେ ବ୍ରହ୍ମା କୃତକୃତ୍ୟ ହୋଇ ଦକ୍ଷକୁ ଆଲିଙ୍ଗନ ଦେଇ ନିଜ ସମୀପେ ବସାଇଲେ ଅନେକ ପୁରସ୍କାର କଲେ ରୁଦ୍ର ଯେ ସଭା ମଧ୍ୟ ଥିଲେ ଦକ୍ଷଙ୍କୁ ଦେଖି ନ ଉଠିଲେ ଦେଖି ରୁଦ୍ରର ଅସମାନ ଦକ୍ଷର ଚିତ୍ତେ ଗରୁତମ ସେ ଦକ୍ଷ ସ୍ୱଭାବେ ଶ୍ୱଶୁର ତାଙ୍କୁ ନ ଗଣିଲେ ଈଶ୍ୱର ଅବଜ୍ଞା ଦୋଷେ ସେ ପ୍ରଚଣ୍ଡ ଜେହ୍ନେ ଉଦିତ ମାରତଣ୍ଡ କର ପ୍ରସାରୀ ସଭା ମଧ୍ୟେ କୋପେ ବୋଲନ୍ତି ଶାସ୍ତ୍ରବାଦୀ ଶୁଣ ହେ ବ୍ରହ୍ମ ଋଷିଗଣେ ଆଗମ ନିଗମ ପ୍ରମାଣେ ତୁମ୍ଭେ ତ ସଭା ମଧ୍ୟ ଅଛ ଏବେ ତ ଦେଖିଲ ପ୍ରତ୍ୟକ୍ଷ ଶାସ୍ତ୍ରେ ତୁମ୍ଭର ବାକ୍ୟ ଯେତେ ଯେ ସଦାଚାର ଏ ଜଗତେ କେ ଲଙ୍ଘି ପାରେ ତାହା ବଳେ ଏ ତିନି ଭୁବନ ମଣ୍ଡଳେ ଦେଖ ଏ ତୁମ୍ଭର ବଚନ ଲଙ୍ଘିଲା ମର୍କଟ ଲୋଚନ ରୁଦ୍ର ବୋଲାଇ ଗର୍ବ କଲା ଏ ମତେ ଦେଖି ନ ଉଠିଲା ଦେଖ ଏ ଲୋକପାଳ ମଧ୍ୟେ ନିର୍ଲଜେ ରହି ସଭା ମଧ୍ୟେ ଯେ ସାଧୁ ବୃତ୍ତି ଆଚରଣ କି ଭାବେ କଲା କଦୂଷଣ ମୋହର ଶିଷ୍ୟ ଏ ବୋଲାଇ ଯେଣୁ ଦୁହିତା ଦେଲି ମୋହି ଅଗ୍ନି ଦେବତା ବିପ୍ରସ୍ଥାନେ ଦୁହିତା ଦେଇଛି ପ୍ରସନେ ଏଣୁ ମୁଁ ଏହାର ଶ୍ୱଶୁର ଗୁରୁଙ୍କ ମଧ୍ୟେ ଗୁରୁବର ଅଭିବାଦନ ସ୍ତୁତି ବାଦେ ଧର୍ମେ ନମିବ ମୋର ପାଦେ ଏହା ନ କରି ମୋ ଚରଣେ ଅବଜ୍ଞା କଲା ମୂଢ଼ପଣେ ଏ ଲୁପ୍ତ କ୍ରିୟାହୀନାଚାର ଅଶୁଚି ଶରୀର ଏହାର ମର୍ଯ୍ୟାଦା ଭେଦେ ଅଭିମାନୀ ବର୍ତ୍ତଇ ଶୂଦ୍ର ଦେହ ଘେନି ଏହା ମୁଁ ନ ଜାଣି ଅଜ୍ଞାନେ ବିଶ୍ୱାସୀ ବ୍ରହ୍ମାର ବଚନେ ଦୁହିତା ଦାନ ଦେଲି ମୁହିଁ ଶୂଦ୍ରକୁ ଜହ୍ନେ ବେଦ କହି ଅପାତ୍ରେ ଦେଲା ଫଳ ଯେତେ ଏବେ ବାଧିଲା ଆସି ମୋତେ ଶ୍ମଶାନ ବାସୀ ଏ ନିରତେ ବର୍ତ୍ତଇ ଭୂତ ପ୍ରେତ ସାଥେ ଉନ୍ମତ୍ତ ପ୍ରାୟ ନଗ୍ନ ହୋଇ ଶ୍ମଶାନେ ଭ୍ରମଇ ଜଟା କଳାପ ମୁକ୍ତ କେଶ ଶ୍ମଶାନ ଚିତା ଭସ୍ମ ବେଶ ଚିତା ଭସ୍ମରେ କରେ ସ୍ନାନ ଶରୀରେ ଅସ୍ଥିର ଭୂଷଣ ଉନ୍ମତ୍ତ ଭଳେ ହସ ମୁଖେ ନିତ୍ୟ ବଞ୍ଚଇ ଆତ୍ମସୁଖେ ଏହାର ନାମ ମାତ୍ର ଶିବ ସ୍ୱଭାବେ ଅଟୟ ଶିବ ପ୍ରମତ ମତ ଜନପ୍ରିୟ ଏଣୁ ଅଶୁଚି ଏହା କାୟ ପ୍ରଥମ ଭୂତ ଗଣପତି ନିତ୍ୟତା ମସ ବହେମତି ଯେଣୁ ତା ମସ ଜନପ୍ରିୟ ନିତ୍ୟ ନିନ୍ଦିତ ଏହା ଦେହ ମୁମୂଢ଼ ନ ଜାଣି ଅଜ୍ଞାନେ ବିଶ୍ୱାସୀ ବ୍ରହ୍ମାର ବଚନେ ଏହାକୁ ସତୀ କନ୍ୟା ଦେଲି ଅତି ନୀତି ଆଚରିଲି ମୈତ୍ରେୟ ଉବାଚ ଏମନ୍ତେ କୁଚିତ ବଚନେ ସେ ପ୍ରଜାପତି କୋପମନେ ଦୁର୍ବୁଦ୍ଧି ପଣ ଆଚରିଲା ଗିରି ସେ ବହୁ ନିନ୍ଦା କଲା ତକ୍ଷଣେ ଉଠି କୋପାନଳେ ହସ୍ତ ଅଞ୍ଜଳି ଭରି ଜଳେ ଭୃଗୁର ବଚନ ସମତେ ହରଙ୍କୁ ସାପ ଦେବା ଅର୍ଥେ ମନରେ ମହାକ୍ରୋଧ ଧରି ଶିବେ ବୋଲନ୍ତି ଦୃଢ଼ କରି ଦକ୍ଷ ଉବାଚ ଇନ୍ଦ୍ର ଉପେନ୍ଦ୍ର ଆଦି ଯେତେ
ଅଶେଷ ଦେବଙ୍କ ସମେତେ ଦେବଜ ଜନେ ହବିର୍ଭାଗ କେବେ ହର ନ ପାଇବ ଏକଥା ମୋହର ପ୍ରମାଣ ଏଥକୁ ସାକ୍ଷୀ ନାରାୟଣ ଏ ଦେବ ଗଣଙ୍କ ଅଧମ ଆତ୍ମାକୁ ମଣେ ସର୍ବସମ ଦକ୍ଷର ଏ ବଚନ ଶୁଣି ସେ ଦେବ ସଭା ମଧ୍ୟେ ପୁଣି ଦକ୍ଷକୁ ଚାହିଁ ସର୍ବଲୋକେ ନିଷେଧ କଲେ ଏକେ ଏକେ ସେ ଦକ୍ଷ କୋପେ ଅଭିମାନୀ ଦେବଙ୍କ ବଚନ ନ ମାନି ଅତ୍ୟନ୍ତ କୋପେ ଶାପ ଦେଲା ଋଷିଙ୍କ ବଚନ ନ କଲା ବ୍ରହ୍ମାର ସଭାରୁ ବାହାର ତକ୍ଷଣେ ଜାନ୍ତେ ନିଜ ପୁର ନନ୍ଦୀ ଯେ ରୁଦ୍ର ପାଶେ ଥିଲା ଦକ୍ଷର ଶାପ ସେ ଶୁଣିଲା ହୃଦये କମ୍ପମାନ ହୋଇ ମନରେ ଦୁଃଖ ଖେଦ ବହି ରୋଷେଣ କଷାୟୋଲୋଚନ ଦକ୍ଷର ବାକ୍ୟେ କୋପମନ ଦକ୍ଷକୁ ପ୍ରତି ଶାପ ଦେଇ ବୋଲୋଇ ସଭା ଜନେ ଚାହିଁ ଦକ୍ଷର ମତେ ଯେତେ ଥିବେ ଏ ଶାପ ଭଲେ ସେ ପାଇବେ ଦକ୍ଷକୁ ଯେବା ଆରାଧିବେ ବିଷ୍ଣୁରେ ଦୋରେ ହା ହୋଇବେ ଏକୁଟ ଗୃହ ଧର୍ମ ମଧ୍ୟେ ବିଷୟ ଭୋଗ ଇଚ୍ଛା ସଧେ ବିସ୍ତାରୀ ଯଜ୍ଞ କର୍ମକାଣ୍ଡେ ଦମ୍ଭେଆ ରମ୍ଭି ଏ ପାଷଣ୍ଡେ ଦେହକୁ ସ୍ୱାର୍ଥ ପ୍ରାୟ ମଣି ଆତ୍ମାର ଗତି ନ ପ୍ରମାଣୀ ପଶୁଙ୍କ ପ୍ରାୟ କରିଆସ ସର୍ବଦା ହେଉ ନାରୀ ବସ ଏ ଦକ୍ଷ ଛାଗ ମୁଖ ହେଉ ଆମ୍ଭର ସାପ ଆନ ନହୁ ଅବିଦ୍ୟା ମାର୍ଗେ ବିଦ୍ୟା କଳ୍ପି ଅଲାଭେ ଲାଭ ବୁଦ୍ଧି ସ୍ଥାପି ଏଣୁ ଏ ଛାଗର ସମାନ ଅତିଶୟରେ ଜ୍ଞାନହୀନ ଦକ୍ଷର ମତେ ଯେତେ ଥିବେ ଯେ ଅବା ଦକ୍ଷେ ଆରାଧିବେ ଅଶେଷ ଯୋନି ସେ ପାଇବେ ଜନ୍ମ ମରଣେ ସଞ୍ଚରିବେ ପଶୁ ହିଂସିବେ କର୍ମ ମତେ ଅଜ୍ଞାନ ବଳେ ବିମୋହିତେ ଅଶେଷ ଯଜ୍ଞ କର୍ମ କରି ଏ ଭକ୍ଷା ଭକ୍ଷ ନ ବିଚାରି ଏ ବିପ୍ରେ ତପ ବିଦ୍ୟାବ୍ରତ ଅଶେଷ କାମ୍ୟ ଫଳେ ରତ ଚିତ୍ତ ଇନ୍ଦ୍ରିୟ ଦେହେ ରମି ଯାଚକ ପ୍ରାୟ ଶ୍ରମେ ଭୂମି ଭ୍ରମିବେ ଇହ ପରଲୋକେ ଅରୁଦ୍ର ମାର୍ଗେ ଅତିରେକେ ଏମନ୍ତ ସାପ ଦେଲା ବେଳେ ସେ ନନ୍ଦୀ ସ୍ୱର କୋପାନଳେ ଭୃଗୁ ଯେ ସଭା ମଧ୍ୟ ଥିଲେ ନନ୍ଦୀର ସାପ ସେ ଶୁଣିଲେ ଦକ୍ଷର ମତେ ପକ୍ଷ ଧରି ରୁଦ୍ର ବି ଶହେ କୋପ କରି ଯେ ବ୍ରହ୍ମ ଦଣ୍ଡ ଦୂରତ୍ୟୟ ସ୍ୱଭାବେ ଭୃଗୁ ମହାଶୟ ଦକ୍ଷିଣ ହସ୍ତେ ଜଳ ଘେନି ସଭାସ ମୁହେ ଉଚ୍ଚବାଣୀ କହଇ ହସ୍ତେ ଜଳ ଧରି ହୃଦରେ କୋପା ନଳ ଭରି ଯେ ଶିବ ବ୍ରତ ଏ ଜଗତେ କରିବ ଚିତ୍ତର ଆୟତେ ସେ ଶାସ୍ତ୍ର ମତ ନ ଆଦରି ପାଷାଣ୍ଡ ହନ୍ତୁ ତମ ଧରି ଦୁଷ୍ଟ ସୂଚି ମୂଢ଼ ବୁଦ୍ଧି ପାଷାଣ୍ଡ ପଣେ ଯେ ପ୍ରସିଦ୍ଧି ଭୂଷଣ ଜଟା ଭସ୍ମ ଅସ୍ତି ଶିବପୁ ଜନ୍ତୁ ଦୃଢ଼ମତି ବହନ୍ତୁ ଶିବ ଦୀକ୍ଷା ହୃଦେ ଜହିଁ ଦେ ବତା ସୁରାମଦେ ବ୍ରହ୍ମା ବ୍ରାହ୍ମଣେ ନିନ୍ଦା କରି ନିରତେ ଶିବ ଦୀକ୍ଷା କରି ଶିବର ପଥ ସନାତନ ଯେ ଅବା ଆଚରିବେ ଜନ ବିଷ୍ଣୁନି ଦନ ଫଳ ପାଉ ଅନ୍ତେ ପାଷାଣ୍ଡ ଗତି ହେଉ ମୈତ୍ରେୟ ବାଚ ଏମନ୍ତ ଭୃଗୁ ବାକ୍ୟ ଶୁଣି ସଭାର
ସଭାର ମଧ୍ୟୁ ଶୂଳ ପାଣି ଅଳ୍ପ ବି ମନା ହୋଇ ଉଠି ଅନଳ ପ୍ରାୟ କୋପ ଦୃଷ୍ଟି ନିଜ ଗଣଙ୍କୁ ଘେନି ସଙ୍ଗେ ମିଳିଲେ ନିଜ ସ୍ଥାନେ ବେଗେ ଶିବଗ ମନେ ମୁନି ଗଣେ ଆଗମ ନିଗମ ପ୍ରମାଣେ ତଦନ୍ତେ ବିଶ୍ୱ ସ୍ରଷ୍ଟା ମାନେ ସହସ୍ର ବଛର ପ୍ରମାଣେ ଯଥାବିଧାନେ ଯଜ୍ଞ ସାରି ସେ ଅବଭୃତ ସ୍ନାନ କରି ପ୍ରୟାଗେ ଯମୁନା ସହିତ ଜାହ୍ନବୀ ହୋଇଛି ମିଳିତ ତହିଁସ କଳେ ସ୍ନାନ ସାରି ଗମିଲେ ନିଜ ନିଜ ପୁରୀ ବିଷ୍ଣୁ ଚରିତ ସୁଧାରସ କହଇ ଜଗନ୍ନାଥ ଦାସ ଇତି ଭାଷା ପ୍ରବନ୍ଧେ ଭାଗବତ ଅମୃତ ରସମୟ ଗୀତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟାଂ ଚତୁର୍ଥ ସ୍କନ୍ଧେ ଦକ୍ଷୋଶାପ ନାମ ଦ୍ୱିତୀୟୋଧ୍ୟାୟଃ। ବହୁତ ସୁନ୍ଦର ଅଧ୍ୟାୟ। ବର୍ତ୍ତମାନ ଏହି ଅଧ୍ୟାୟର ଆମେ ବ୍ୟାଖ୍ୟା ଶ୍ରବଣ କରିବା। ବିଦୁର ପଚାରିଲେ ମୈତ୍ରେୟ ଋଷିଙ୍କୁ, ବ୍ରାହ୍ମଣ ପ୍ରଜାପତି ଦକ୍ଷ ତ ନିଜ ଝିଅମାନଙ୍କୁ ଅତ୍ୟନ୍ତ ସ୍ନେହ କରୁଥିଲେ, ସେ କାହିଁକି ନିଜ ଝିଅ ସତୀଙ୍କୁ ଅନାଦର କରି ସନ୍ଥ ପ୍ରବର ଶ୍ରୀ ମହାଦେବଙ୍କ ପ୍ରତି ଦ୍ୱେଷ କଲେ? ମହାଦେବ ତ ଥିଲେ ସଚରାଚରର ଗୁରୁ, ବୈରରହିତ, ଶାନ୍ତମୂର୍ତ୍ତି, ଆତ୍ମାରାମ ଏବଂ ଜଗତର ପରମ ଆରାଧ୍ୟ ଦେବ। ତାହାଙ୍କ ସହିତ କିଏ ଭଲା କାହିଁକି ଶତ୍ରୁତା କରିବ? ସେହି ଜ୍ୱାଇଁ ଶ୍ୱାଶୁରଙ୍କ ମଧ୍ୟରେ ଏପରି ବିଦ୍ୱେଷ କିପରି ଜାତ ହୋଇଗଲା, ଯେଉଁଥିପାଇଁ କି ସତୀ ନିଜର ଦୁସ୍ତର୍ଯ୍ୟ ପ୍ରାଣକୁ ବଳି ଦେଇଦେଲେ? ଏସବୁ ବିଷୟ ମୋତେ କୁହନ୍ତୁ। ମୁନିବର ମୈତ୍ରେୟ କହିଲେ, ହେ ବିଦୁର, ପୂର୍ବେ ଥରେ ପ୍ରଜାପତିମାନଙ୍କର ଏକ ଯଜ୍ଞରେ ବହୁ ବଡ଼ ବଡ଼ ଋଷି, ଦେବତା, ମୁନି ଓ ଅଗ୍ନି ଆଦି ନିଜ ନିଜର ଅନୁଗମୀମାନଙ୍କ ସହିତ ସମବେତ ହୋଇଥିଲେ। ପ୍ରଜାପତି ଦକ୍ଷ ମଧ୍ୟ ସେହି ସଭାକୁ ଆଗମନ କଲେ। ସେ ସୂର୍ଯ୍ୟ ସମାନ ତେଜସ୍ୱୀ ଦିଶୁଥାନ୍ତି ଏବଂ ନିଜ ତେଜରେ ସେ ସଭା ଭବନର ଅନ୍ଧକାର ଦୂର କରିଦେଉଥାନ୍ତି। ସେ ପ୍ରବେଶ କରିବାରୁ ବ୍ରହ୍ମା ଓ ମହାଦେବଙ୍କ ଛଡ଼ା ଅଗ୍ନିଙ୍କ ସମେତ ଅନ୍ୟ ସମସ୍ତ ସଭାସଦ ଆସନରୁ ଉଠି ଠିଆ ହୋଇଗଲେ। ଏପରି ଭାବରେ ସମସ୍ତ ସଭାସଦଙ୍କ ଠାରୁ ଭଲ ରୂପେ ସମ୍ମାନ ପାଇ ତେଜସ୍ୱୀ ଦକ୍ଷ ଜଗତପତି ବ୍ରହ୍ମାଙ୍କୁ ପ୍ରଣାମ କଲେ ଏବଂ ତାହାଙ୍କ ଆଜ୍ଞା ନେଇ ଆସନରେ ବସିଲେ। କିନ୍ତୁ ମହାଦେବ ସେଠାରେ ପୂର୍ବରୁ ସେ ପର୍ଯ୍ୟନ୍ତ ବସି ରହିଥିବା ଦେଖି ତଥା ତାହାଙ୍କ ଠାରୁ କୌଣସି ଆଦର ସମ୍ମାନ ନ ପାଇ ଦକ୍ଷ ଅପମାନ ବୋଧ କଲେ। ସେ ଶିବଙ୍କୁ ଏପରି କୁଟିଳ ନୟନରେ ଚାହିଁଲେ ଯେ ମନେହେଲା ସେ ସତେ ଯେପରି ତାଙ୍କୁ କ୍ରୋଧାଗ୍ନିରେ ଜାଳିଦେବେ। ସେ କହିଲେ, ଦେବତା ଓ ଅଗ୍ନିମାନଙ୍କ ସମେତ ସବୁ ବ୍ରହ୍ମର୍ଷି ମୋ କଥା ଶୁଣନ୍ତୁ। ମୁଁ କିଛି ନ ବୁଝି ନ ଜାଣି କହୁନାହିଁ କି ଦ୍ୱେଷବଶତଃ କହୁନାହିଁ, ମୁଁ ଶିଷ୍ଟାଚାରର କଥା କହୁଛି। ଏହି ନିର୍ଲଜ ଶିବ ସମସ୍ତ ଲୋକପାଳମାନଙ୍କର ପବିତ୍ର କୀର୍ତ୍ତି ଧୂଳିରେ ମିଶାଇ ଦେଉଛି। ଏ ଆତ୍ମଗର୍ବିଟା ସତ୍ପୁରୁଷମାନଙ୍କର ଆଚରଣକୁ କିପରି ଉଲ୍ଲଙ୍ଘନ କଲା ଦେଖିଲେ ତ? ଏ ମାଙ୍କଡ଼ ଆଖ୍ୟାଟା ସତ୍ପୁରୁଷମାନଙ୍କ ସମକ୍ଷରେ ଅଗ୍ନି ଏବଂ ବ୍ରାହ୍ମଣଙ୍କୁ ସାକ୍ଷୀ ରଖି ମୋର ସାବିତ୍ରୀ ସମାନ ମୃଗନୟନୀ ପବିତ୍ର କନ୍ୟାର ପାଣି ଗ୍ରହଣ କରିଥିଲା। ତେଣୁ ଏ ହେଉଛି ଏକ ପ୍ରକାର ମୋର ପୁତ୍ର ସମାନ। ଏହା ପକ୍ଷରେ ଉଚିତ ଥିଲା ଯେ ମୁଁ ଆସୁ ଆସୁ ଏ ଆସନରୁ ଉଠି ମୋତେ ସ୍ୱାଗତ କରିଥାନ୍ତା, ମୋତେ ପ୍ରଣାମ କରିଥାନ୍ତା, କିନ୍ତୁ ସେସବୁ କରିବ କ'ଣ? ପଦେ କଥା କହି ମଧ୍ୟ ମୋର ସତ୍କାର କଲା ନାହିଁ। ଶୂଦ୍ରକୁ ବେଦ ପଢ଼ାଇଲା ପରି ମୁଁ ଇଚ୍ଛା ନଥିଲେ ମଧ୍ୟ ଦୈବ ବିଧାନରେ ଏହାକୁ ମୋର ସୁକୁମାରୀ କନ୍ୟା ଦେଇଥିଲି, ଅଥଚ ଇଏ ସବୁ ସତ୍କର୍ମ ଲୋପ କରିଦେଲା। ଏ ଲୋକଟା ସଦା ଅପବିତ୍ର ହୋଇ ରହେ। ଏ ବଡ଼ ଗର୍ବୀ ଏବଂ ଧର୍ମ ମର୍ଯ୍ୟାଦା ଲଙ୍ଘନକାରୀ। ଇଏ ପ୍ରେତମାନଙ୍କର ନିବାସ ସ୍ଥାନ ଭୟଙ୍କର ଶ୍ମଶାନରେ ଭୂତ ପ୍ରେତଙ୍କୁ ଧରି ବୁଲେ। ପାଗଳଙ୍କ ପରି ମୁଣ୍ଡ ବାଳ ଖୋଲା କରି ଲଙ୍ଗଳା ମୁକୁଳା ହୋଇ ବୁଲୁଥାଏ ଏବଂ କେବେ ହସେ ତ କେବେ କାନ୍ଦେ। ଏ ଦେହ ସାରା ଅପବିତ୍ର ମଶାଣି ପାଉଁଶ ବଳି ହେଉଛି। ଭୂତଙ୍କ ପରି ବେକରେ ନର ମୁଣ୍ଡମାଳା ପିନ୍ଧୁଛି, ଦେହରେ ହାଡ଼ଗୁଡ଼ାକ ଗହଣା ପରି ପିନ୍ଧୁଛି। ଏଇଟା ଖାଲି ନାଁକୁ ମାତ୍ର ଶିବ, ବାସ୍ତବରେ ପୁରା ଅଶିବ ବା ଅମଙ୍ଗଳ ରୂପ। ଇଏ ନିଜେ ବି ମତୁଆଲା ଏବଂ ୟାକୁ ମତୁଆଲା ମାନେ ହିଁ ଭଲ ଲାଗନ୍ତି।
ये ହେଉଛି ଭୂତ ପ୍ରେତ ପ୍ରଥମ ଆଦି ଖାଣ୍ଟି ତମଗୁଣୀ ସ୍ୱଭାବର ଜୀବମାନଙ୍କର ନେତା। ହାୟ ମୁଁ ବ୍ରହ୍ମାଙ୍କ ମୁହଁରୁ ଏହାର ପ୍ରଶଂସା ଶୁଣି ଏହି ଭୂତଙ୍କ ସର୍ଦ୍ଦାର ଆଚାର ଭ୍ରଷ୍ଟ ଓ ଦୁଷ୍ଟ ସ୍ୱଭାବର ଲୋକଟା ହାତରେ ମୋର ସରଳା ନିରୀହା ଝିଅଟାକୁ ଦେଇଦେଲି। ମୁନିବର ମୈତ୍ରେୟ କହିଲେ, ହେ ବିଦୁର, ମହାଦେବକୁ ନିନ୍ଦା କରି ଦକ୍ଷ ଏହିପରି ବହୁ କଥା କହିଗଲେ, କିନ୍ତୁ ମହାଦେବ ତାହାର କୌଣସି ପ୍ରତିବାଦ ନ କରି ପ୍ରଥମରୁ ଯେପରି ବସିଥିଲେ ସେହିପରି ଅବିଚଳିତ ଭାବରେ ବସି ରହିଲେ। ତା ଫଳରେ ଦକ୍ଷଙ୍କ କ୍ରୋଧର ମାତ୍ରା ଆହୁରି ବଢ଼ିଗଲା ଏବଂ ସେ ହାତରେ ଜଳ ଧରି ଅଭିଶାପ ଦେବାକୁ ପ୍ରସ୍ତୁତ ହୋଇଗଲେ। ଦକ୍ଷ କହିଲେ, ଏହି ଶିବ ହେଉଛି ଦେବତାମାନଙ୍କ ମଧ୍ୟରେ ନିତାନ୍ତ ଅଧମ। ଆଜିଠାରୁ ଏହାକୁ ଇନ୍ଦ୍ର ଉପେନ୍ଦ୍ର ଆଦି ଦେବଗଣଙ୍କ ସହିତ ଆଉ ଯଜ୍ଞ ଭାଗ ଦିଆ ନ ଯାଉ। ଉପସ୍ଥିତ ମୁଖ୍ୟ ସଭାସଦମାନେ ତାଙ୍କୁ ବହୁତ ମନା କଲେ, କିନ୍ତୁ ସେ କାହାରି କଥା ନ ମାନି ମହାଦେବଙ୍କୁ ଶାପ ଦେଇଦେଲେ। ତାପରେ ସେ ଅତ୍ୟନ୍ତ କ୍ରୁଦ୍ଧ ହୋଇ ସେହି ସଭାସ୍ଥଳରୁ ଉଠି ନିଜ ଭବନକୁ ଚାଲିଗଲେ। ମହାଦେବଙ୍କର ମୁଖ୍ୟ ଅନୁଗତ ନନ୍ଦୀଶ୍ୱର ଜାଣିଗଲେ ଯେ ଦକ୍ଷ ତାଙ୍କ ପ୍ରଭୁଙ୍କୁ ଶାପ ଦେଇଛନ୍ତି। ତେଣୁ ସେ କ୍ରୋଧରେ ପାଚିଯାଇ ଦକ୍ଷ ତଥା ତାଙ୍କର ଦୁର୍ବଚନକୁ ଅନୁମୋଦନ କରିଥିବା ବ୍ରାହ୍ମଣମାନଙ୍କୁ ଅତି ଭୟଙ୍କର ଶାପ ଦେଇଦେଲେ। ସେ କହିଲେ ଯେ ଏହି ମରଣଧର୍ମୀ ଶରୀରକୁ ଗୁରୁତ୍ୱ ଦେଇ ସଦା ଅଦ୍ରୋହୀ ଭଗବାନ ସଦାଶିବଙ୍କ ପ୍ରତି ଦ୍ୱେଷ କରିଛନ୍ତି। ସେହି ଭେଦ ବୁଦ୍ଧିଧାରୀ ମୂର୍ଖ ଦକ୍ଷ ତତ୍ତ୍ୱଜ୍ଞାନ ପ୍ରତି ବିମୁଖ ହୋଇ ରହିବେ। ସେ ଚାତୁର୍ମାସ୍ୟ ଯଜ୍ଞ କଲେ ଅକ୍ଷୟ ପୁଣ୍ୟ ମିଳେ ଇତ୍ୟାଦି ଆକର୍ଷଣୀୟ ବେଦବାକ୍ୟରେ ମୋହିତ ହୋଇ ବିବେକ ଭ୍ରଷ୍ଟ ହୋଇଯାଇଛନ୍ତି। ସେ ବିଷୟ ସୁଖ ପାଇବା ଇଚ୍ଛାରେ କପଟ ଧର୍ମମୟ ଗୃହସ୍ଥାଶ୍ରମରେ ଆସକ୍ତ ରହି କର୍ମକାଣ୍ଡରେ ହିଁ ଲାଗି ରହନ୍ତି। ସେ ଆତ୍ମା ସ୍ୱରୂପକୁ ଭୁଲିଯାଇ ଦେହକୁ ହିଁ ସର୍ବସ୍ୱ ବୋଲି ଭାବୁଛନ୍ତି। ସେ ପଶୁ ପରି ହୋଇଯାଇଛନ୍ତି। ତେଣୁ ସେ ଅତ୍ୟନ୍ତ ସ୍ତ୍ରୀ ଲମ୍ପଟ ହୋଇଯାଆନ୍ତୁ ଓ ଖୁବ୍ ଶୀଘ୍ର ତାଙ୍କ ମୁହଁ ଛେଳି ମୁହଁ ପରି ହୋଇଯାଉ। ସେହି ମୂର୍ଖ କର୍ମମୟୀ ଅବିଦ୍ୟାକୁ ହିଁ ବିଦ୍ୟା ବୋଲି ବୁଝନ୍ତି। ତେଣୁ ଅନ୍ୟ ଯେଉଁମାନେ ତାଙ୍କର ଅନୁଗାମୀ ହୋଇ ଭଗବାନ ଶଙ୍କରକୁ ଅପମାନିତ କରିଛନ୍ତି ସେମାନେ ମଧ୍ୟ ଜନ୍ମ ମରଣ ରୂପୀ ସଂସାର ଚକ୍ରରେ ପଡ଼ନ୍ତୁ। ବେଦବାଣୀ ରୂପୀ ଲତାର ଫଳଶ୍ରୁତି ରୂପ ଚିତ୍ତାକର୍ଷକ ପୁଷ୍ପରେ ଓ ତାହାର କର୍ମଫଳ ସ୍ୱରୂପ ମନମୁଗ୍ଧକର ଗନ୍ଧରେ ଏମାନଙ୍କର ଚିତ୍ତ ଅସ୍ଥିର ହୋଇ ପଡ଼ିଛି। ତେଣୁ ଏହି ଶିବଦ୍ରୋହୀମାନେ କର୍ମଜାଲରେ ହିଁ ଛନ୍ଦି ହୋଇ ରହନ୍ତୁ। ଏହି ବ୍ରାହ୍ମଣମାନେ ଭକ୍ଷାଭକ୍ଷ ବିଚାର ଛାଡ଼ିଦେଇ କେବଳ ପେଟ ପୋଷିବା ନିମନ୍ତେ ହିଁ ବିଦ୍ୟା ତପ ଓ ବ୍ରତ ଆଦିର ଆଶ୍ରୟ ନିଅନ୍ତୁ ତଥା ଧନ ଶରୀର ଓ ଇନ୍ଦ୍ରିୟ ସୁଖକୁ ହିଁ ସୁଖ ବୋଲି ଭାବି ସେସବୁର ଦାସ ହୋଇ ସଂସାରରେ ଭିକ ମାଗି ମାଗି ବୁଲନ୍ତୁ। ନନ୍ଦୀଶ୍ୱରଙ୍କ ମୁହଁରୁ ବ୍ରାହ୍ମଣ କୁଳ ପ୍ରତି ଏପରି ଅଭିଶାପ ବାଣୀ ଶୁଣି ତାହାର ପ୍ରତିବଦଳରେ ଭୃଗୁ ଏକ ଦୁସ୍ତର ଶାପ ରୂପ ବ୍ରହ୍ମଦଣ୍ଡ ଶୁଣାଇଦେଲେ। ସେ କହିଲେ, ଯେଉଁମାନେ ଶିବଭକ୍ତ ଏବଂ ଯେଉଁମାନେ ଶିବଭକ୍ତଙ୍କୁ ଅନୁମୋଦନ କରନ୍ତି ସେମାନେ ସତ୍ଶାସ୍ତ୍ରର ବିରୁଦ୍ଧାଚରଣକାରୀ ଓ ପାଷାଣ୍ଡ ହୋଇଯାଆନ୍ତୁ। ଯେଉଁମାନେ ଶୌଚାଚାର ବିହୀନ ମନ୍ଦ ବୁଦ୍ଧି ତଥା ଜଟା ପାଉଁଶ ଓ ଅସ୍ଥିମାଳ ଧାରଣ କରନ୍ତି ସେମାନେ ସୁରା ଓ ଆସବ ବା ମଦକୁ ଭଲ ପାଉଥିବା ଶୈବ ସମ୍ପ୍ରଦାୟରେ ଦୀକ୍ଷିତ ହୁଅନ୍ତୁ। ଆରେ ଯେଉଁମାନେ ଧର୍ମ ମର୍ଯ୍ୟାଦାର ସଂସ୍ଥାପକ ଏବଂ ବର୍ଣ୍ଣାଶ୍ରମୀମାନଙ୍କର ରକ୍ଷକ ସେହି ବେଦ ଓ ବ୍ରାହ୍ମଣମାନଙ୍କୁ ତୁମ୍ଭେମାନେ ଯେଉଁ ନିନ୍ଦା କରୁଛ ସେଥିରୁ ଜଣାପଡ଼ିଯାଉଛି ଯେ ତୁମେମାନେ ପାଷାଣ୍ଡତାର ଆଶ୍ରୟ ନେଇଛ। ଏହି ବେଦ ମାର୍ଗ ହିଁ ଲୋକମାନଙ୍କ ନିମନ୍ତେ କଲ୍ୟାଣକାର ଏବଂ ସନାତନ ମାର୍ଗ। ପୂର୍ବପୁରୁଷମାନେ ଏହି ମାର୍ଗରେ ଚାଲିଥିଲେ ଏବଂ ସାକ୍ଷାତ ବିଷ୍ଣୁ ଭଗବାନ ହେଉଛନ୍ତି ଏହି ମାର୍ଗର ମୂଳ। ଯେହେତୁ ତୁମେମାନେ ସତ୍ପୁରୁଷମାନଙ୍କର ଏହି ପରମ ପବିତ୍ର ସନାତନ ମାର୍ଗ ସ୍ୱରୂପ ବେଦକୁ ନିନ୍ଦା କରୁଛ, ତେଣୁ ଯେଉଁ ମାର୍ଗରେ ଭୂତମାନଙ୍କର ସର୍ଦ୍ଦାର ତୁମର ଇଷ୍ଟଦେବ ନିବାସ କରନ୍ତି ତୁମେମାନେ ସେହି ପାଷାଣ୍ଡ ମାର୍ଗରେ ଯାଅ। ମୁନିବର ମୈତ୍ରେୟ କହିଲେ, ହେ ବିଦୁର, ଭୃଗୁ ଋଷି ଏହିପରି ଅଭିଶାପ ଦେବାରୁ ଭଗବାନ ସଦାଶିବ ସାମାନ୍ୟ ବିଷଣ୍ଣ ମନା ପରି ହୋଇ ନିଜର ଅନୁଚରମାନଙ୍କ ସହିତ ସେଠାରୁ ଉଠି ଚାଲିଗଲେ। ସେଠାରେ ପ୍ରଜାପତିମାନେ ଯେଉଁ ଯଜ୍ଞ କରୁଥିଲେ ସେଥିରେ ପୁରୁଷୋତ୍ତମ ଶ୍ରୀହରି ଉପାସ୍ୟ ଦେବ ଥିଲେ। ସେହି ଯଜ୍ଞ 1000 ବର୍ଷରେ ସମାପ୍ତ ହେବାର ଥିଲା। ତାହା ସମାପ୍ତ କରି ସେହି ପ୍ରଜାପତିମାନେ ଗଙ୍ଗା ଯମୁନାର ସଙ୍ଗମରେ ଯଜ୍ଞାନ୍ତ ସ୍ନାନ କଲେ ଏବଂ ପ୍ରସନ୍ନ ଚିତ୍ତରେ ନିଜ ନିଜ ସ୍ଥାନକୁ ଚାଲିଗଲେ। ଏହି ଥିଲା ଏହି ସୁନ୍ଦର ଅଧ୍ୟାୟର ବ୍ୟାଖ୍ୟା। ଆପଣମାନେ ହୁଏତ
ଶ୍ୱଶୁର ଜଇଁ କଳି ଅର୍ଥାତ୍ ଦକ୍ଷ ଓ ଶିବଙ୍କ ମଧ୍ୟରେ ମନୋମାଳିନ୍ୟର କାହାଣୀ ପ୍ରକୃତ କାହାଣୀ ବା ପ୍ରକୃତ କଥା ହୁଏତ ଆପଣମାନେ ପୂର୍ବରୁ ନ ଜାଣିଥାଇପାରନ୍ତି। ଏହି ଅଧ୍ୟାୟ ଶୁଣିଲା ପରେ ଆପଣ ଭଲ ଭାବରେ ଅନୁଭବ କରିପାରିବେ ଯେ ଦକ୍ଷ ଶ୍ୱଶୁର ଓ ଶିବ ଜଇଁଙ୍କ ମଧ୍ୟରେ କାହିଁକି ମନୋମାଳିନ୍ୟ ହୋଇଥିଲା। ଏହି ଅଧ୍ୟାୟ ଆପଣମାନେ ଭଲ ଭାବରେ ଶୁଣିଥିବାରୁ ଭଗବାନ ଆପଣଙ୍କୁ ସର୍ବଦା ଭଲ ରଖନ୍ତୁ ଏବଂ ଚଲାପଥ କୁସୁମିତ ହେଉ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।